ତୁମେ ମୋ ସେବା କରିବାକୁ ଚାହୁଁଛ ନା? ତେବେ ଗୋଟିଏ କାମ କର। ନିଜର କର୍ମ ଏବଂ ତୁମର ପ୍ରିୟ ଲୋକଙ୍କ ପ୍ରତି ତୁମର ଯେଉଁ କର୍ତ୍ତବ୍ୟ ରହିଛି, ଭଲ ଭାବରେ ତୁମେ ସେଗୁଡ଼ିକର ପାଳନ କର। ନିଜର ଦାୟିତ୍ୱକୁ ଠିକ୍ ଭାବରେ ବହନ କର। ତେବେ ସେସବୁ ମୋ ପାଇଁ ତୁମର ସେବା ହେବ। ମୁଁ ଜାଣେ ତୁମେ ତୁମର କର୍ମକ୍ଷେତ୍ରରେ ସଂଘର୍ଷ କରି କରି ଥକି ଯାଇଛ, କିନ୍ତୁ ଚିନ୍ତା କର ନାହିଁ। ମୁଁ ହିଁ ତୁମକୁ ଜୀବନରେ ନୂଆ ଉର୍ଜା ଦେବି, କାରଣ ମୁଁ ତୁମର କଠିନ ପରିଶ୍ରମକୁ ଦେଖିଛି। ତୁମେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ବହୁତ କଷ୍ଟ ନେଉଛ। ସେଥିପାଇଁ ଯାହା ତୁମର ଆବଶ୍ୟକତା ଅଛି, ଯାହା ତୁମକୁ ଦରକାର ଅଟେ, ସେସବୁକୁ ବର୍ତ୍ତମାନ ମୁଁ ତୁମକୁ ଦେବାକୁ ଯାଉଛି। ସାହସ ହରାଅ ନାହିଁ। ଯେତେବେଳେ କିଛି ଅନୁଭବ କରୁଛ କି ତୁମର ମନ ବିରୁଦ୍ଧରେ କିଛି ଘଟୁଛି, ସେହି ସମୟରେ କେବଳ ଧୈର୍ଯ୍ୟ ରଖ, ଧୈର୍ଯ୍ୟବାନ ହୁଅ। ରାଗ ନାହିଁ କି ଚିଡ଼ଚିଡ଼ ହୁଅ ନାହିଁ। ଦେଖିବ ଧୀରେ ଧୀରେ ସବୁ କିଛି ଠିକ୍ ହୋଇଯିବ। ତୁମର ଏହି ସମସ୍ୟାକୁ ନିଜର ପ୍ରାର୍ଥନା ମାଧ୍ୟମରେ ଜିତିବାକୁ ଚେଷ୍ଟା କର। ପ୍ରାର୍ଥନାରେ ବହୁତ ଶକ୍ତି ରହିଛି। ପ୍ରତିଦିନ ପ୍ରାର୍ଥନା କର। ସର୍ବଦା ଖୁସିରେ ରୁହ। ମୋ ନାମ ଜପ କର ଏବଂ ମୋର 108 ନାମ ପାଠ କର। ତୁମକୁ ବହୁତ ଲାଭ ମିଳିବ। ତୁମେ ଉପକୃତ ହେବ। ତୁମର କଲ୍ୟାଣ ହିଁ କଲ୍ୟାଣ ହେବ। ଖୁସିରେ ରୁହ, ଖୁବ୍ ହସ। ବହୁତ ସାରା ଆଶୀର୍ବାଦ କରୁଛି। ତୁମର ସବୁ ରୋଗ ପୀଡ଼ା କଷ୍ଟ ଦୂର ହୋଇଯିବ। ଓମ୍ ସାଇ ରାମ, ଜୟ ସାଇ ରାମ।